କାହାଣୀର ନାଁ ଶୂଦ୍ର ଓ ବ୍ରାହ୍ମଣ। ମହାତ୍ମା ରାମାନୁଜ ବହୁତ ବଡ଼ ଦାର୍ଶନିକ ଥିଲେ। ଯେତେବେଳେ ସେ ବୃଦ୍ଧ ହୋଇଗଲେ ତାଙ୍କର ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଗଲା। ତେଣୁ ସେ ନଦୀକୁ ସ୍ନାନ କରିଯିବା ବେଳେ ଅନ୍ୟମାନଙ୍କର ସାହାଯ୍ୟ ନେଉଥିଲେ। ନଦୀକୁ ଯିବା ସମୟରେ ସେ ଜଣେ ବ୍ରାହ୍ମଣଙ୍କ କାନ୍ଧରେ ହାତ ରଖି ଯାଉଥିଲେ ଓ ସ୍ନାନ ସାରି ଆସିବା ବେଳେ ଜଣେ ଶୂଦ୍ର ବ୍ୟକ୍ତିର କାନ୍ଧରେ ହାତ ରଖି ଆସୁଥିଲେ। ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଭଗବାନ, ଶୂଦ୍ରର ସ୍ପର୍ଶରେ ତ ଆପଣ ଅପବିତ୍ର ହୋଇଯିବା କଥା, ପୁଣି ଆପଣଙ୍କର ସ୍ନାନ କରିବାର ମହତ୍ତ୍ୱ କ'ଣ? ଆଚାର୍ଯ୍ୟ ରାମାନୁଜ ହସି ହସି କହିଲେ, ସ୍ନାନ କରିବା ଦ୍ୱାରା ମନୁଷ୍ୟର କେବଳ ଶରୀର ଶୁଦ୍ଧ ହୁଏ, ପବିତ୍ର ହୁଏ ନାହିଁ। ମନର ମଇଳା ତ ଅହଙ୍କାର ଅଟେ। ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ଭିତରେ ଅହଙ୍କାର ରହିଥାଏ ସେତେବେଳ ପର୍ଯ୍ୟନ୍ତ ତାକୁ ମନର ମଇଳା ହିଁ କୁହାଯାଏ। ମୁଁ ଶୂଦ୍ରର ସ୍ପର୍ଶ କରି ମୋ ମନର ମଳିନତାକୁ ସ୍ୱଚ୍ଛ କରୁଛି। ମୁଁ କାହାଠାରୁ ବଡ଼ ନୁହେଁ, ସମସ୍ତେ ମୋ ଠାରୁ ବଡ଼ ହିଁ ଅଟନ୍ତି। ଶୂଦ୍ର ମଧ୍ୟ ମୋ ଠାରୁ ବଡ଼ ଅଟେ। ଏହି ଭାବନାକୁ ନିରନ୍ତର ବଜାୟ ରଖିବା ପାଇଁ ମୁଁ ଶୂଦ୍ରର ସାହାଯ୍ୟ ନେଉଛି। ତାଙ୍କର ଉତ୍ତର ଶୁଣି ପଚାରିବା ଲୋକମାନଙ୍କର ମନରେ ଶ୍ରଦ୍ଧା ଭରିଗଲା। ସେମାନେ ରାମାନୁଜଙ୍କୁ ପ୍ରଣାମ କଲେ ଓ ଏହା ମଧ୍ୟ ବୁଝିପାରିଲେ ଯେ ବର୍ଣ୍ଣ ଏବଂ ଜାତିର ଆଧାରରେ ମନୁଷ୍ୟ ମଧ୍ୟରେ ଭେଦଭାବ କରିବା ଉଚିତ ନୁହେଁ। ମନୁଷ୍ୟ ମାତ୍ରକେ ସମସ୍ତଙ୍କର ସମ୍ମାନ କରିବା ଉଚିତ।